রূপরেখ নাহি এ শূন্য দেহি অছ বিজে হই। নমস্কার দর্শক বন্ধু, আজর বাস্তব প্রার্থনার মু সঞ্জয় কুমার চৌধুরী আপনার স্বাগত করছি। শুভ সন্ধ্যা। আজ আমি পৌঁছিছু কটকর বাবা বিশ্বনাথ, যেটি চালিছি হিন্দু ধর্মর এক জাগতিক ধর্ম মহিমা, অনেক ধর্মর প্রচার প্রসার সম্মিলনী যজ্ঞ চালিছি। সাধু সন্ত মানে উপস্থিত অনেক, বিশিষ্ট বক্তা মানে উপস্থিত অনেক এবং এই ধার্মিক চেতনাকে সমস্ত হিন্দু সমস্ত মানব সমাজে কিভাবে ভাবে প্রসার করছেন এবং উদ্দেশ্য কোণ লক্ষ্য কোণ বুঝিবা এই প্রবক্তা মানଙ୍କଠାରୁ এবং ଆଉ ମଧ୍ୟ ବୁଝି ରଖିବା ଯେ ଜଗନ୍ନାଥ ସଂସ୍କୃତି ଏବଂ ଏହି ମହିମା ଧର୍ମ, ସନାତନ ଧର୍ମ ଏବଂ ମହିମା ଧର୍ମ ଭିତରେ କ'ଣ ପ୍ରଭେଦ ରହିଛି, କାହିଁକି ଆମେ ଆପଣେଇବା ମହିମା ଧର୍ମକୁ, କାହିଁକି ଜଗନ୍ନାଥ ଧର୍ମକୁ ନୁହଁ, କାହିଁକି ସନାତନ ଧର୍ମକୁ ନୁହଁ, ଏହି ବିଶିଷ୍ଟ ପ୍ରବକ୍ତାମାନଙ୍କ নমস্কার। আপনার পরিচয়? প্রফেসর বিজয়ানন্দ সিং, মহিমা ধর্ম এবং ধর্মভূমিক আদর্শ চিন্তার କ'ଣ କହିବେ? ଆଜି ଆପଣ ଚାଲିଛି ଏଠି ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳନ କାର୍ଯ୍ୟକ୍ରମ ଚାଲିଛି, ଅନେକ ଧର୍ମର ମହିମା ପ୍ରଚାର ବିଷୟରେ ଜାଣିଛି, କ'ଣ କହିବେ? ଆଜି ପ୍ରଭୁ ପୂର୍ଣ୍ଣିମା ଉତ୍ସବ ବିଶ୍ୱନାଥ ବାବା ସ୍ମୃତି ପରିଷଦ ପକ୍ଷରୁ ଏ ଉତ୍ସବ 32 ବର୍ଷ ଧରି ଚାଲିଛି। ଆଜି ଏହି ପୁଣ୍ୟ ଦିନରେ ବିଶ୍ୱନାଥ ବାବା ବ୍ରହ୍ମଲୀନ ହୋଇଥିଲେ। ବିଶ୍ୱନାଥ ବାବାଙ୍କର ସମଗ୍ର ଜୀବନ ଥିଲା ମହିମା ଧର୍ମ ଏବଂ ଭୀମଭୂଇଙ୍କ ଚିନ୍ତାକୁ ପ୍ରସାର କରିବା। ସାରା ଓଡ଼ିଶାରେ ସେ ନିଜେ ବୁଲି ଯେଉଁ ପ୍ରଚାର ପ୍ରସାର କେବଳ ଚାହାନ୍ତି, ସେ ଯେଉଁ ପୁସ୍ତକ ସବୁ ରଚନା କରିଛନ୍ତି ତାହା ଆଜି ଇତିହାସର ବିଷୟବସ୍ତୁ ହୋଇଛି, ଗବେଷଣାର ନିବନ୍ଧ ହୋଇଛି ଏବଂ ଆଗାମୀ ସମୟ ପାଇଁ ସେ ପଥ ନିର୍ଦ୍ଦେଶ କରୁଛି। ଏକବିଂଶ ଶତାବ୍ଦୀରେ ମହିମା ଧର୍ମର ଆବଶ୍ୟକତା ଅଛି। ବିଶ୍ୱକୁ ଏକ କରିବା ପାଇଁ, ବିଶ୍ୱକୁ ଆଜି ଗୋଟିଏ ସୂତାରେ ବାନ୍ଧିବା ପାଇଁ ମହିମା ଧର୍ମ ହିଁ କେବଳ ଏକ ଯଥେଷ୍ଟ ମାଧ୍ୟମ। ଏ ମହିମା ଧର୍ମ ହେଉଛି ଓଡ଼ିଶାର ନିଜସ୍ୱ ଧର୍ମ। ଏ ଓଡ଼ିଶାରୁ ହିଁ ଏ ଧର୍ମର ଆବିର୍ଭାବ ହୋଇଥିଲା। ଏ ଧର୍ମ ଆଜି ଜାତୀୟ ଗୌରବ ଏବଂ ଦେଶର ଗୌରବ। ସେହି ସ୍ମୃତିକୁ ଆଜି ଅଧିକ ଉଜ୍ଜୀବିତ କରିବା ପାଇଁ ଏ ପ୍ରଭୁ ପୂର୍ଣ୍ଣିମା ଉତ୍ସବ, ଏଇ ଯେଉଁ ଅଲେଖ ଟୁଙ୍ଗି ଆମ ଚାନ୍ଦିନୀ ସେଇଠି ଆଜି ମହାସମାରୋହରେ ପାଳନ କରାଯାଉଛି। ପୂଜ୍ୟ ବାବା ବିଶ୍ୱନାଥ ବାବାଙ୍କ ସ୍ମୃତି। ଆପଣଙ୍କର ଏଇ ଯେଉଁ ଚିନ୍ତାଧାରା, ଏଇ ଯେଉଁ ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ଏଇ ଓଡ଼ିଶାର ଧର୍ମକୁ ପ୍ରଚାର କରିବାରେ ଆପଣଙ୍କର ଯେଉଁ ଭୂମିକା ରହିଛି, ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ। আমি অনুগামী এবং বাবাঙ্কর আমি ভক্ত আমি কহু এই বিশ্বনাথ ଆମ ବାବା ମହିମା ଧର୍ମର 3 ବର୍ଷ ମୋ ମା, ମୋ ବାପା, ଜେଜେବାପାଙ୍କ ବାପା ମହିମା ଧର୍ମ ଗ୍ରହଣ କରିଥିଲେ। ମୁଁ ଧର୍ମକୁ ଏମିତି ଅନ୍ୟ ଲୋକ ନେଲା ଭଳିଆ ନେଇନି, ଯେ ପାରିବାରିକ ଉତ୍ତରାଧିକାର ସୂତ୍ରରେ ପାଇଛି। କିନ୍ତୁ ସେଇ କାମ ଯେଉଁ ଦରକାର ପଡ଼ିଯାଏ, ବେଶୀ ଦରକାର କାମ ଏଠି ପ୍ରାୟ 25 ବର୍ଷ ହେଲା ଆପଣଙ୍କର ଏଇ ଯେଉଁ ମଣିଷ ମନରେ ଯେଉଁ ଧାର୍ମିକ ସଚେତନତା ଜାଗ୍ରତ କରିବାର ଯେଉଁ ଉତ୍ସାହ ଉଦ୍ଦୀପନା ରହିଛି ଏ ପରିଣତ ବୟସରେ, ସେଥିପାଇଁ ଆପଣଙ୍କୁ ଅଶେଷ ধন্যবাদ।